ଉତ୍ତରପ୍ରଦେଶ ବନେଇଛି ନୂଆ ଗିନିଜ୍ ୱାର୍ଲ୍ଡ ରେକର୍ଡ, ଯେଉଁଟାକି 2.5 ଲକ୍ଷ ଚାରା ରୋପଣ କରିଛି ଗୋଟେ ଘଣ୍ଟା ମଧ୍ୟରେ ବାରାଣାସୀରେ। ପ୍ରେସିଡେଣ୍ଟ ମୁର୍ମୁ ଲଞ୍ଚ କରୁଛନ୍ତି ଦିଲ୍ଲୀ ଲକ୍ଷପତି ବିଟିଆ ଯୋଜନା। ମାର୍ଚ୍ଚ 1 ତାରିଖରେ ଦିଲ୍ଲୀ ଦହିବରା ଆଳୁଦମ ଦିବସ, ଯେଉଁଟା ପାଳନ ହେଉଛି ପ୍ରତିବର୍ଷ। ଆୟତୋଲା ଆଲି ରେଜା ଆରଫି, ଯିଏ ବନିଛନ୍ତି ଇରାନର ଅନ୍ତରିମ ସୁପର ଲିଡର। ଆୟତୋଲା ଆଲି ଖେମାନିଙ୍କ ମୃତ୍ୟୁ ପରେ, ଯିଏକି ମୃତ୍ୟୁବରଣ କରିଛନ୍ତି ୟୁଏସଏ ଆଉ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଦ୍ୱାରା। 1989ରୁ ସେ ସୁପ୍ରିମ ଲିଡର ବନିଥିଲେ। ତା ପୂର୍ବରୁ ସିଏ ଇରାନର ପ୍ରେସିଡେଣ୍ଟ ଥିଲେ। କ୍ୟାପିଟାଲ ଇରାନର ତେହରାନ ଆଉ କରେନ୍ସି ରିଆଲ। ତ୍ରିପୁରା ଲଞ୍ଚ କରିଛି ଫାଷ୍ଟ ଷ୍ଟେଟ୍ ଇନୋଭେସନ ମିଶନ ସିମ୍, ଯେଉଁଟାକି ହାପାନିଆ ଇଣ୍ଟରନ୍ୟାସନାଲ ଏକ୍ଜିବିସନ ସେଣ୍ଟର ଅଗରତାଲା ତ୍ରିପୁରାରେ, ଯେଉଁଟାକି ଗୋଟେ ପାର୍ଟ ଅଟଳ ଇନୋଭେସନ ମିଶନ 2.0ର। ତ୍ରିପୁରା ଫାଷ୍ଟ ପ୍ରିମିୟର ଇନକ୍ୟୁବେସନ ଆଣ୍ଡ ଇନୋଭେସନ ହବ୍, ଏଇଟା ମଧ୍ୟ ଲଞ୍ଚ କରିଛି, ଯେଉଁଟାକି ନାଁ ହେଉଛି ଟି ନେଷ୍ଟ ତ୍ରିପୁରା ନର୍ଚରିଂ ଏଣ୍ଟରପ୍ରିନରସିପ୍ ଆଣ୍ଡ ଷ୍ଟାର୍ଟଅପ୍ସ। 3 ମାର୍ଚ୍ଚ ୱାର୍ଲ୍ଡ ୱାଇଲ୍ଡ ଲାଇଫ୍ ଡେ ପାଳନ ହେଉଛି, ଯାହାର ଥିମ୍ ଅଛି ମେଡିସିନାଲ ଆଣ୍ଡ ଆରୋମେଟିକ୍ ପ୍ଲାଣ୍ଟସ୍ କନଜର୍ଭିଂ ହେଲ୍ଥ ହେରିଟେଜ ଆଣ୍ଡ ଲିଭଲିହୁଡ୍ସ। 1973 ମାର୍ଚ୍ଚ 3ରେ ସାଇନ୍ ହେଇଥିଲା କନଭେନସନ ଅନ୍ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଇନ୍ ଏଣ୍ଡେଞ୍ଜର୍ଡ ସ୍ପିସିସ୍ ଅଫ୍ ୱାଇଲ୍ଡ ଫୌନା ଆଣ୍ଡ ଫ୍ଲୋରା। 3 ମାର୍ଚ୍ଚ 1938ରୁ ନ୍ୟାସନାଲ ଡିଫେନ୍ସ ଡେ ପାଳନ ହେଉଛି। 3 ମାର୍ଚ୍ଚ 2015ରୁ ୱାର୍ଲ୍ଡ ହିୟରିଂ ଡେ ପାଳନ ହେଉଛି। ଫାଷ୍ଟ ଟାଇମ୍ ଇନ୍ ଇଣ୍ଡିଆ ଇନ୍ ଏ ୟୁନିଭର୍ସିଟି କ୍ୟାମ୍ପସରେ ଫାଷ୍ଟ ଟାଇମ୍ ପାଇଁ ହେବାକୁ ଯାଉଛି FIVB ଭଲିବଲ ୱାର୍ଲ୍ଡ ଚାମ୍ପିଅନସିପ୍, ଯେଉଁଟାକି 4ରୁ 8 ମାର୍ଚ୍ଚ କିଟ୍ ୟୁନିଭର୍ସିଟି ଭୁବନେଶ୍ୱରରେ। ଇଣ୍ଡିଆ ଫାଷ୍ଟ ଫୁଲି ଇଣ୍ଟିଗ୍ରେଟେଡ୍ ଦିବ୍ୟାଙ୍ଗ ସହାୟକ ପୋର୍ଟାଲ, ଯେଉଁଟାକି ମହାରାଷ୍ଟ୍ର ଲଞ୍ଚ କରୁଛି। ଭୁବନେଶ୍ୱର ହୋଷ୍ଟ କରିଥିଲା ନ୍ୟାସନାଲ UDISE ପ୍ଲସ୍, ଯେଉଁଟାକି ହେଉଛି ୟୁନିଫାଇଡ୍ ଡିଷ୍ଟ୍ରିକ୍ଟ ଇନଫର୍ମେସନ ସିଷ୍ଟମ ଫର୍ ଏଜୁକେସନ ପ୍ଲସ୍, ଯେଉଁଟାକି ଅର୍ଗାନାଇଜ କରିଥିଲା ଓଡ଼ିଶା ସ୍କୁଲ ଆଣ୍ଡ ମାସ୍ ଏଜୁକେସନ ଡିପାର୍ଟମେଣ୍ଟ। ଦିବ୍ରୁଗଡ଼ ୱାଇଲ୍ଡ ଲାଇଫ୍ ସେଞ୍ଚୁରୀର 0 ପଏଣ୍ଟରେ ହୋଷ୍ଟ କରିବାକୁ ଯାଉଛି ଇଣ୍ଡିଆର ସେକେଣ୍ଡ ବିସନ୍ ଫେଷ୍ଟିଭାଲ, ଯେଉଁଟାକି ଅର୍ଗାନାଇଜ କରିବ ହୀରାକୁଦ ୱାଇଲ୍ଡ ଲାଇଫ୍ ଡିଭିଜନ। ଦିବ୍ରୁଗଡ଼ଟା ଅଛି ବରଗଡ଼ରେ, ଓଡ଼ିଶାର, ଆଉ ବିସନ୍ ଅର୍ଥ ଗୟଳ। ମିନିଷ୍ଟ୍ରି ଅଫ୍ ଟ୍ରାଇବାଲ ଆଫେୟାର୍ସ ଆନାଉନ୍ସ କରିଛି ସିରିଜ୍ ଅଫ୍ 3 ଫ୍ଲାଗସିପ୍ ଫେଷ୍ଟିଭାଲ୍ସ। 3ଟା ହେଲା ଟ୍ରାଇବ୍ ଆର୍ଟ ଫେଷ୍ଟିଭାଲ, ଯେଉଁଟାକି ହେବ ଟ୍ରାଭାଙ୍କୋର ପ୍ୟାଲେସ୍ ଆର୍ଟ ଗ୍ୟାଲେରୀରେ। ଲିଭିଂ ରୁଟ୍ସ ଫେଷ୍ଟିଭାଲ, ଯେଉଁଟାକି ହେବ ବିକାନେର ହାଉସ୍ ଆଣ୍ଡ ଇଣ୍ଡିଆ ଗେଟ୍ରେ। ଭାରତ ଟ୍ରାଇବ୍ସ ଫେଷ୍ଟିଭାଲ, ଯେଉଁଟାକି ହେବ ସଣ୍ଡାର ନର୍ସରୀରେ। ନାଗାଲ୍ୟାଣ୍ଡ ରେକର୍ଡ କରି ବନେଇଛି GST ଗ୍ରୋଥ, ଯେଉଁଟାକି 37%, ଯେଉଁଟାକି ହାଏଷ୍ଟ ଗ୍ରୋଥ ସବୁ ଅଲଗା ଷ୍ଟେଟ୍ମାନଙ୍କ ମଧ୍ୟରେ, ଯେଉଁଟାକି ସରପାସିଂ କରୁଛି ନ୍ୟାସନାଲ ଆଭରେଜକୁ 6.8କୁ। GST କଲେକ୍ସନ କରିଥିଲା 987.38 କ୍ରୋର 31 ଜାନୁଆରୀ 2026ରେ। ଭାରତୀ ଏୟାରଟେଲ୍ ଆଉ ଗୁଗୁଲ ପାର୍ଟନରସିପ୍ରେ ବନାଉଛନ୍ତି RCS ମେସେଜିଂ, ଯେଉଁଟାକି ଥ୍ରୋ ଗୁଗୁଲ ମେସେଜ ଆପ୍ ଅନ୍ ସ୍ମାର୍ଟଫୋନରେ ୟୁଜ୍ କରିପାରିବେ ୟୁଜରମାନେ। RCS ହେଉଛି ରିଚ୍ କମ୍ୟୁନିକେସନ ସର୍ଭିସେସ୍, ଯେଉଁଟାକି ଷ୍ଟ୍ରେନ୍ଥେନ୍ କରିବ ଡିଜିଟାଲ ସେଫ୍ଟିକୁ। ଅରବ ଡେଙ୍ଗାଲା, ଯିଏକି ବନିଛନ୍ତି ଇଣ୍ଡିଆର 93rd ଗ୍ରାଣ୍ଡମାଷ୍ଟର, 17 ବର୍ଷ ତାଙ୍କୁ। 92nd ଗ୍ରାଣ୍ଡମାଷ୍ଟର ଥିଲେ ଆରିଆନା ବାର୍ସିଣୀ। 91st ଗ୍ରାଣ୍ଡମାଷ୍ଟର ଥିଲେ ରାହୁଲ VS। 90ତମ ଗ୍ରାଣ୍ଡମାଷ୍ଟର ଥିଲେ ଇମ୍ପାତି IR। 25ତମ ଫାଉଣ୍ଡେସନ ଡେ ବିର ପାଳନ ହେଉଛି। ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି, ଯେଉଁଟାକି ମାର୍ଚ୍ଚ 1, 2002ରେ ସ୍ଥାପନ ହୋଇଥିଲା ବାୟ ଏନର୍ଜି କନଜରଭେସନ ଆକ୍ଟ 2001 ଦ୍ୱାରା 2002ରେ ସ୍ଥାପନ ହୋଇଥିଲା, ଯେଉଁଟାକି କାମ କରୁଛି ଅଣ୍ଡର ମିନିଷ୍ଟ୍ରି ଅଫ୍ ପାୱାର। ମିନିଷ୍ଟ୍ରି ଅଫ୍ ପାୱାରର ମିନିଷ୍ଟର ଅଛନ୍ତି ମନୋହର ଲାଲ ଖଟ୍ଟର। ଏମ୍ ଅଛି ବିର ଟୁ ଆଚିଭ୍ କରିବାକୁ ନେଟ୍ ଜିରୋ ଏମିସନ୍ 2070 ମଧ୍ୟରେ। ଦ ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ SJFI, ଯେଉଁଟାକି ଯାହାର କି ଗୋଲ୍ଡେନ୍ ଜୁବଲି ବନାଉଛି, ସ୍ଥାପନ ହୋଇଥିଲା ଫେବୃଆରୀ 27,
1976 ତାର ନ୍ୟାସନାଲ୍ କନଭେନସନ୍ ଅର୍ଗାନାଇଜ୍ କରିବ। DSJA ଦିଲ୍ଲୀ ସ୍ପୋର୍ଟସ୍ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଅର୍ଗାନାଇଜ୍ କରିବ। ଗିଚକ୍ ନାକାନା ଯେଉଁଟାକି ହେଉଛି ନୂଆ ସବଟେରିନିଆନ୍ ଫିସ୍ ଯେଉଁଟାକି ଫାଉଣ୍ଡ ହୋଇଛି ଆସାମରେ। ସବଟେରିନିଆନ୍ ଯେଉଁଟାକି ଅଣ୍ଡରଗ୍ରାଉଣ୍ଡ ଜଳାଶୟ ମାନଙ୍କରେ ଦେଖାଯାଏ ଯେଉଁ ଫିସ୍। KP ଉନିକ୍ରିଷ୍ଣାନ୍ ଯିଏକି ପଲ୍ଲବ କହିଛନ୍ତି, ସିଏ 6 ଥର ପାଇଁ ଲଗାତାର ଲୋକସଭାରେ MP ଥିଲେ। ୟୁନିୟନ ମିନିଷ୍ଟର ଥିଲେ। ସରଫେସ୍ ଟ୍ରାନ୍ସପୋର୍ଟ ଆଣ୍ଡ କମ୍ୟୁନିକେସନ୍ ମିନିଷ୍ଟର ଥିଲେ 1989ରୁ 90ରେ ଅଣ୍ଡର VP ସିଂ ଯେତେବେଳେ ବିଶ୍ୱନାଥ ପ୍ରତାପ ସିଂ ଯେତେବେଳେ ପ୍ରାଇମ୍ ମିନିଷ୍ଟର ଥିଲେ। ଇଏ 7ମ ପ୍ରାଇମ୍ ମିନିଷ୍ଟର। VP ସିଂ ଯିଏକି DG ବନିଛନ୍ତି। DG ଅଛନ୍ତି ନାଭାଲ ଆର୍ମାମେଣ୍ଟ ଆଟ୍ ନାଭାଲ ହେଡ଼କ୍ୱାର୍ଟରରେ, ଯେଉଁଟାକି ଦିଲ୍ଲୀ ଅଛି ହେଡ଼କ୍ୱାର୍ଟର ନାଭାଲର। VP ଲେଜ୍ ଫାଉଣ୍ଡେସନ୍ ଷ୍ଟୋନ୍। ଭାଇସ୍ ପ୍ରେସିଡେଣ୍ଟ ଆମର VP ଫାଉଣ୍ଡେସନ୍ ଷ୍ଟୋନ୍ ରଖିଛନ୍ତି ଚେତନା ଗଣାଶ୍ରମର, ଯେଉଁଟାକି ହେଉଛି ତ୍ରିଶୂରରେ। CP ରାଧାକ୍ରିଷ୍ଣନ ଭାଇସ୍ ପ୍ରେସିଡେଣ୍ଟ ରଖିଛନ୍ତି। ଯେଉଁଟାକି ଗୋଟେ ଚେତନା ଗଣାଶ୍ରମ, ଯେଉଁଟାକି ଗୋଟେ କଲଚରାଲ୍ ଆଣ୍ଡ ମ୍ୟୁଜିକାଲ୍ କ୍ୟାମ୍ପସ୍ ଫର୍ ସ୍ପିରିଚୁଆଲ୍ ଆୱାକେନିଂ। ସ୍ପିରିଚୁଆଲି କିଏ ଜାଗ୍ରତ କରିବ।